ଭିନ୍ନ ପ୍ରସଙ୍ଗ ରାଜଚକ୍ର ଭଳି ବ୍ୟକ୍ତିଙ୍କର କଥା ଉଠୁଛି କୋଟି କୋଟି ଟଙ୍କା ଦୁର୍ନୀତି ପୂର୍ବ ସରକାର ହେଇଥିଲା ବୋଲି ଉଠୁଛି। ଯଦି ୟା ପଛରେ କି ବଡ ନେତା ଥିବାର ଆପଣ ସନ୍ଦେହ କରୁଛନ୍ତି? ଦେଖନ୍ତୁ ସେଇଟା ତାଙ୍କର ଇନଭେଷ୍ଟିଗେସନ କରୁଛନ୍ତି କିଏ କଣ କରିଛନ୍ତି ସେଇଟା ନିଶ୍ଚିତ ଭାବରେ ଯଦି ସେମିତି କରିଥିବେ ତାହେଲେ ନିହାତି ସେଟା ତଥ୍ୟ ସାମ୍ନାକୁ ଆସିବ। ଯିଏ ଦୋଷୀ ଯିଏ କରିଥିବେ ତାଙ୍କୁ ନିଶ୍ଚିତ ଭାବରେ ଦଣ୍ଡ ମିଳିବ। ମୋହନ ମାଝୀଙ୍କର ସରକାରରେ କୌଣସି ଠକ ଦୁର୍ନୀତି ଚାଲିବ ନାହିଁ। ତେଣୁ ସବୁ ଯେତେ ବି ଦୁର୍ନୀତି ହେଇଛି ଯେତେ ଯାହା ଅପରାଧ ହେଇଛି ନିଶ୍ଚିତ ଭାବରେ ସାମ୍ନାକୁ ଆସିବ। ଯିଏ ଅପରାଧୀ ସେ ଦଣ୍ଡ ମଧ୍ୟ ନିଶ୍ଚିତ ଭାବରେ ପାଇବ। ବିନା ପଲିଟିକାଲ ପୃଷ୍ଠପୋଷକତାରେ ଜଣେ ଏତେ ବଡ ସାମ୍ରାଜ୍ୟ ମାଫିଆ ସାମ୍ରାଜ୍ୟ ତିଆରି କରିବା କଣ ପସିବଲ ମ୍ୟାଡମ? ଦେଖନ୍ତୁ ବିଜେଡି ସରକାର ଯୋଉ 24 ବର୍ଷ ଶାସନ କରିଥିଲା ସେ ସରକାରରେ ମୁଁ ଥିଲି ବିଗତ ଦିନରେ ବିଜେଡି ସରକାରରେ। ମୁଁ ବି ସେମିତି ଫିଲ୍ କଲି ଯେ କି ସବୁ ଜାଗାରେ ଦୁର୍ନୀତି ସବୁ ଜାଗାରେ ତାଙ୍କର ଯୋଉ ରହିଛି ମାନେ ଦବଦବା ମାଫିଆଙ୍କର ତାଙ୍କର ଯୋଉ ସିଷ୍ଟମ ଥିଲା ହେଇଥାଇପାରେ ମେ ବି ସେ ରାଜା ଚକ୍ର ଯାହା କରିଥିବେ କୌଣସି ବଡ ଲୋକଙ୍କର ପ୍ରଭାବରେ ନିଶ୍ଚିତ ଭାବରେ ସେ କରିଥିବେ। ତେଣୁ ଯଦି କରିଥିବେ ସାମ୍ନାକୁ ଆସିବ ତାର ଯୋଉ ଅପରାଧ କରିଛନ୍ତି କିମ୍ବା କରିଥିବେ ସେଟାକୁ ନିଶ୍ଚିତ ଭାବରେ ଦଣ୍ଡ ସେ ପାଇବେ। ଦେଖନ୍ତୁ ସେଇଟା ଆମର ପୋଲିସ ଡିପାର୍ଟମେଣ୍ଟ ତାଙ୍କର କହିବେ ଯେ କିଏ ସେ ତଥ୍ୟ ବାହାର କରିବେ ତାଙ୍କ ଲାଗିଛନ୍ତି ଯେ ସେ ପ୍ରଭାବଶାଳୀ ବ୍ୟକ୍ତି ଯିଏ ଥିବେ ନିଶ୍ଚିତ ଭାବରେ ସେ ବାହାରକୁ ବାହାରିବେ ପଦାକୁ ଆସିବେ। ତାର ଇନଭେଷ୍ଟିଗେସନ ଚାଲିଛି ସମୟକୁ ଅପେକ୍ଷା କରନ୍ତୁ। ମ୍ୟାଡାମ ଦେଖିବାକୁ ଗଲେ ଆପଣ ଯେତେବେଳେ ଆପଣ ମଧ୍ୟ କେଉଁଝର ଜିଲ୍ଲାର ଦେଖିବାକୁ ଗଲେ ଯୋଉ ସମୟରେ ରାଜଚକ୍ରଙ୍କର ଯୋଉ କ୍ଷମତା ବଢୁଥିଲା ଏବଂ ଦୁର୍ନୀତି କରୁଥିଲେ ସେଇ ସମୟରେ ଆପଣଙ୍କ ଅଭିଜ୍ଞତା କଣ ରହିଥିଲା? ଆପଣ ଦେଖୁଥିଲେ କି ରହିଥିଲା କି ଦୁର୍ନୀତି କରୁଥିଲେ ଏଭଳି ଅଭିଜ୍ଞତା ରହିଥିଲା? ଦେଖନ୍ତୁ ମୁଁ କେଉଁଝର ଜିଲ୍ଲାର ନୁହେଁ ମୁଁ ମୟୂରଭଞ୍ଜ ଜିଲ୍ଲା କିନ୍ତୁ ପଡୋଶୀ ଜିଲ୍ଲା ମୋର ବି ସେଠି ସବୁବେଳେ ଯିବା ଆସିବା ରହିଥାଏ। ସେଠି ଯେତେ ସବୁ କେଉଁଝର ଜିଲ୍ଲା ହେଲା ଆମ ଓଡିଶାର ସବୁଠୁ ମାନେ ଧନୀ ଜିଲ୍ଲା ଯେ କି ସେଠି ସମସ୍ତ ଆମର ଯୋଉ ଲୁହା ପଥରରୁ ଆରମ୍ଭ କରି ଖଣି ସବୁ ଭରପୁର ଅଛି। ସେତେବେଳେ ତାଙ୍କର କେମିତି କଣ କରିଥିଲେ ମୁଁ ତ କହିପାରିବିନି। ଆମେ ସେ ସବୁ କ୍ଷେତ୍ରରେ ଟିକେ ଦୂରରେ ରହୁ। ତେଣୁ ଯୋଉ ସେଠି ପ୍ରଭାବ ଥିଲା ରାଜା ଚକ୍ରଙ୍କର ମୁଁ ବି ଯାଇଛି ବହୁତ ଥର ଯାଇଛି। ଯେତେବେଳେ ମୁଁ ଫିଲ୍ କରିଛି ସେ ରାଜା ଚକ୍ରଙ୍କର ବେଶୀ ପାୱାର ଥିଲା ପ୍ରଭାବ ଥିଲା ସମସ୍ତେ ତାଙ୍କୁ ମାନୁଥିଲେ ତାଙ୍କ କଥାରେ ଚାଲୁଥିଲେ। ତେଣୁ ହେଇଥାଇପାରେ ଯେ ଯୋଉଟା କି କହୁଛନ୍ତି ଆମର ଏଠି ବବି ଦାସ ପାଣ୍ଡିଆନ କଥା କହୁଛନ୍ତି ପାଣ୍ଡିଆନ କଥା ତାଙ୍କ ନିର୍ଦ୍ଦେଶରେ ବି ହେଇଥାଇପାରେ। ନହେଲେ କିଏ ଏତେ ପାୱାର ଦେଲା ତାଙ୍କୁ? ସେ ବିଜେଡି ସରକାରରେ ସିଏ ବି ଥିଲେ ପାୱାର କିଏ ଦେଲା? ତେଣୁ ସମସ୍ତଙ୍କର ହାତ ରହିଥିବ ନିଶ୍ଚିତ ଭାବରେ। ଏଠି ଇନଭେଷ୍ଟିଗେସନ ଚାଲିଛି ଯୋଉଟା ଥିବ ନିଶ୍ଚିତ ଭାବରେ ବାହାରକୁ ଆସିବ। ଆଉ ଆମ ମୋହନ ମାଝୀଙ୍କର ସରକାର ଦୁର୍ନୀତି ବିରୋଧରେ ସବୁବେଳେ ରହିଛନ୍ତି ରହିବେ ମଧ୍ୟ। ଯିଏ ଦୁର୍ନୀତି କରିବ ତାକୁ ଦଣ୍ଡ ମିଳିବ।